ନାରଦ କ'ଣ ଜ୍ଞାନ ବୈରାଗ୍ୟଙ୍କୁ ସେମିତି ଚେତାଶୂନ୍ୟ ଛାଡ଼ି ଚାଲିଗଲେ ଜେଜେମା? ମୁନିକୁମାରମାନେ ନାରଦଙ୍କୁ କହିଲେ, ତୁମେ ଜ୍ଞାନ ବୈରାଗ୍ୟଙ୍କ କାନରେ ଶ୍ରୀମଦ୍ ଭାଗବତ ପାଠ କର। ତାହା କଲେ ସେମାନେ ଆରୋଗ୍ୟ ଲାଭ କରିବେ। ନାରଦ କହିଲେ, ମୁଁ ବେଦ, ଉପନିଷଦ, ଭଗବତ ଗୀତା ପାଠ କରି ସେମାନଙ୍କୁ ଆରୋଗ୍ୟ କରାଇବାକୁ ଚେଷ୍ଟା କରିଛି, କିନ୍ତୁ କୌଣସି ସଫଳତା ପାଇନାହିଁ। ଶ୍ରୀମଦ୍ ଭାଗବତ ଶୁଣି ସେମାନେ ପୁନର୍ଜୀବିତ ହେବେ, ଏହା କିପରି ସମ୍ଭବ? ଚାରି କୁମାର କହିଲେ, ବେଦ, ଉପନିଷଦ ଧର୍ମ, ଅର୍ଥ, କାମ, ମୋକ୍ଷ ବିଷୟରେ ଆଲୋଚନା କରନ୍ତି, କିନ୍ତୁ ଭାଗବତ ଭଗବାନ କୃଷ୍ଣଙ୍କ ପ୍ରତି ଶୁଦ୍ଧ ଭକ୍ତି ବିଷୟର କଥା କୁହେ। କେବଳ ଶ୍ରୀମଦ୍ ଭାଗବତର କଥା ହିଁ ଭକ୍ତି ଓ ତାଙ୍କ ପୁତ୍ରମାନଙ୍କୁ ପୁନର୍ଜୀବିତ କରିପାରିବ। ଏହାପରେ ହରିଦ୍ୱାର ନିକଟସ୍ଥ ଗଙ୍ଗା ନଦୀ କୂଳରେ ଚାରି କୁମାର ସନକ, ସନାତନ, ସନନ୍ଦନ ଓ ସନତ କୁମାରଙ୍କ ସହାୟତାରେ ନାରଦ ଏକ ମହାନ ଆଧ୍ୟାତ୍ମିକ ପ୍ରବଚନ ଆୟୋଜନ କଲେ। ଭାଗବତ ପାଠ କରାଯାଉଥିବା ସମୟରେ ଭକ୍ତି ଦେବୀ ଠିଆ ହେଲେ, ଜ୍ଞାନ ଓ ବୈରାଗ୍ୟ ପୁନର୍ବାର ଯୌବନ ଓ ଶକ୍ତି ପ୍ରାପ୍ତ କଲେ ଏବଂ ଶ୍ରୀକୃଷ୍ଣ ସ୍ୱୟଂ ସମେତ ଦିବ୍ୟ ଜୀବମାନେ ଆବିର୍ଭୂତ ହୋଇ ଉତ୍ସବ ପାଳନ କଲେ। ଏହି କାହାଣୀଟି ଏକ ଶକ୍ତିଶାଳୀ ସତ୍ୟ ପ୍ରକାଶ କରେ। ଶ୍ରୀମଦ୍ ଭାଗବତର ଶୁଦ୍ଧ ଭକ୍ତିପୂର୍ଣ୍ଣ ଶ୍ରବଣ ଓ ପଠନ ଦ୍ୱାରା ଆମର ଆଧ୍ୟାତ୍ମିକ ଚେତନାର ସ୍ୱାସ୍ଥ୍ୟ ପୁନର୍ସ୍ଥାପିତ ହୁଏ ଏବଂ ପ୍ରେମ, ଜ୍ଞାନ ଓ ତ୍ୟାଗର ସନ୍ତୁଳନକୁ ପୁନର୍ଜାଗୃତ କରେ। ଆଜିର ବିଶୃଙ୍ଖଳିତ ଦୁନିଆରେ ପ୍ରତ୍ୟେକ ଲୋକ ଭାଗବତକୁ ପାଠ କରିବା ଦରକାର, ଶ୍ରବଣ କରିବା ଦରକାର ଏବଂ ଭାଗବତ ପ୍ରତି ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଭକ୍ତି ରହିବା ନିତ୍ୟାନ୍ତ ଆବଶ୍ୟକ। ନମସ୍କାର। ଗଳ୍ପଗୁଞ୍ଜନ ଦ୍ୱାରା ପ୍ରସାରିତ ହେଉଥିବା ଭାଗବତ ମାହାତ୍ମ୍ୟରେ ଭକ୍ତି ଓ ନାରଦଙ୍କ ଉପାଖ୍ୟାନ ସମାପ୍ତ ହୋଇଛି। ଏହି ଉପାଖ୍ୟାନରୁ ଆପଣ କ'ଣ ଶିକ୍ଷା କଲେ ସେ ବିଷୟରେ ନିଜର ଅନୁଚିନ୍ତା ସଂକ୍ଷେପରେ ଲେଖନ୍ତୁ। ଯେଉଁମାନଙ୍କର ଅନୁଚିନ୍ତା ବିଷୟ ଉପଯୋଗୀ ଓ ସବୁଠୁ ଉତ୍ତମ ହୋଇଥିବ ତାଙ୍କର ନାମ ଘୋଷଣା କରାଯିବ ଗଳ୍ପଗୁଞ୍ଜନର ଆଗାମୀ ଅଧ୍ୟାୟରେ। ଗଳ୍ପଗୁଞ୍ଜନ ଭାଗବତ ମାହାତ୍ମ୍ୟ ଆଧାରରେ ଆହୁରି ଚିତ୍ତାକର୍ଷକ ତଥ୍ୟକୁ ଗଳ୍ପ ମାଧ୍ୟମରେ ଆପଣଙ୍କ ନିକଟରେ ଉପସ୍ଥାପନ କରିବ। ତେଣୁ ପ୍ରତ୍ୟେକ ପ୍ରସାରିତ ବିଷୟକୁ ନିଶ୍ଚୟ ଦେଖନ୍ତୁ ଓ ଆଧ୍ୟାତ୍ମିକରଣ ମାର୍ଗରେ ଆମକୁ ସହଯୋଗ କରନ୍ତୁ। ଧନ୍ୟବାଦ।